ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଭୂତି ଭୂଷଣ ନାୟକ। ଭିଜିଲାନ୍ସର ଏକ 6 ଜଣିଆ ଟିମ୍ ଚଢ଼ାଉ କରିଥିବା ବେଳେ ଧରାପଡ଼ିଛନ୍ତି ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଭୂତି ଭୂଷଣ ନାୟକ। ଘଟଣାରୁ ପ୍ରକାଶ, କଟକ ଜିଲ୍ଲାର ସାଲେପୁର ବ୍ଲକ ସାଲେପୁର ପଞ୍ଚାୟତ ସମିତି ଅଧୀନରେ ଥିବା ତରିତ ପଞ୍ଚାୟତର ଏକ ରାସ୍ତା କାମର ବିଲ୍ କରାଇଦେବା ପାଇଁ ଠିକାଦାରଠୁ 40,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଭୂତି ଭୂଷଣ ନାୟକ। ଏନେଇ ଭିଜିଲାନ୍ସର 6 ଜଣିଆ ଟିମ୍ ଏବେ ସମସ୍ତ ଦିଗକୁ ତଦନ୍ତ କରୁଛନ୍ତି।